ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମ ମନରେ କୌଣସି ସନ୍ଦେହ ଆଣନି। ତୁମେ ସବୁବେଳେ ମୋ ପୂଜା ପାଠ କର, ମୋ ମନ୍ତ୍ରକୁ ଜପ କର, ମୋର 9 ଦୀପକୁ ଜାଳ। ଦେଖିବ ତୁମ ଜୀବନରେ ପୁଣି ବହୁ ସୁଖ ଆସିବ। ଯେଉଁ ଅନ୍ଧକାରରେ ରହି ତୁମେ କଷ୍ଟ ପାଉଛ, ତୁମ ଜୀବନ ଆଲୋକିତ ହେଇଯିବ ସନ୍ତାନ। ସେଥିଲାଗି ମନରେ କୌଣସି କଥା ଆଣନି। ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖ। ଦେଖିବ ଈଶ୍ୱର ତୁମ ଡାକ ନିଶ୍ଚୟ ଶୁଣିବେ। ତୁମେ ଯଦି ଧର୍ମରେ ଥିବ, ସତ୍ରେ ଥିବ, ତାହେଲେ କୁହ, ଈଶ୍ୱର କାହିଁକି ତୁମ ଡାକ ଶୁଣିବେନି ସନ୍ତାନ? ତୁମ ମନରେ ବହୁତ କିଛି କଥା ବି ଆସୁଛି ସନ୍ତାନ। ତୁମର ଭରସା ଧୀରେ ଧୀରେ ତୁଟି ଯାଉଛି। ମୁଁ ତୁମର ପରୀକ୍ଷା ନେଇଛି, କାହିଁକି ନା ତୁମକୁ ମଜବୁତ କରିବାକୁ, ତୁମ ଜୀବନରେ ସୁଖ ଦେବା ପାଇଁ। ତୁମେ ଭାବୁଛ ଯେଉଁଟା ତୁମ ଜୀବନରେ ଦୁଃଖ ବୋଲି, ସେଇଟା ଦୁଃଖ ନୁହଁ, ସେଇଟା ତୁମ ଜୀବନର ପ୍ରକୃତ ସୁଖ। ସନ୍ତାନ, ମନ କଷ୍ଟ କରନି। ଜୀବନରେ ସମସ୍ତଙ୍କର କିଛି ନା କିଛି ଦୁଃଖ ଆସିଥାଏ, କିନ୍ତୁ ଯିଏ ଈଶ୍ୱରଙ୍କ ଉପରେ ଭରସା ରଖିଥାଏ, ତା ଦୁଃଖ ବି ବହୁତ ଜଲ୍ଦି ଚାଲି ଯାଇଥାଏ। ତୁମେ ମୋର ସାଇ ସଚରିତ୍ରକୁ ଗୋଟିଏ ଲେଖା ଅଧ୍ୟାୟ ପାଠ କର। ମୋର କ'ଣ ଅଧିକାର ନାହିଁ ସନ୍ତାନ ତୁମକୁ ଶାସନ କରିବା ପାଇଁ? ତୁମ ବାବାଙ୍କର ଅଧିକାର ଅଛି ନା ସନ୍ତାନ? ଯଦି ମୋର ଗୋଟେ ସନ୍ତାନ ଖରାପ ରାସ୍ତାରେ ଯାଉଛି, ମୁଁ ତାକୁ ଚେଷ୍ଟା କରେ ଭଲ ରାସ୍ତାକୁ ଆଣିବା ପାଇଁ। ଯଦି ମୋର ସନ୍ତାନ ଦୁଃଖରେ ରହୁଛି, ତାହେଲେ ମୁଁ ଚେଷ୍ଟା କରେ ସେ ଦୁଃଖରେ ସେ କିଛି ଶିକ୍ଷା ପାଉ, ସେ ଦୁଃଖ ଭିତରେ ସେ ଜାଣୁ ପ୍ରକୃତରେ କିଏ ନିଜର ଆଉ କିଏ ପର। ସେ କେମିତି ଜାଣିବ? ଯେଉଁ ମଣିଷ ତା ସାଙ୍ଗରେ ଏତେ ମିଠା ମିଠା କଥା କହୁଛି, ସେ ତାର ନିଜର କି ପର? ଦୁଃଖରେ ରହିଲେ ତ ଜାଣିବ ନା, ସେ ତା ନିଜର କି ପର। ସନ୍ତାନ, ମନରେ କୌଣସି କଥା ଆଣନି। ମୁଁ ତୁମକୁ ଆଜି ଦର୍ଶନ ଦେଉଛି। ମୋତେ ତୁମେ ଦେଖ। ମୋ ଆଖିକୁ ଯେତେବେଳେ ତୁମେ ଚାହିଁକି ରହିବ, ତୁମେ ନିଜେ ଜାଣିପାରିବ। ମୁଁ ଏଇ ଫଟୋ ମାଧ୍ୟମରେ ସମସ୍ତଙ୍କୁ ଦର୍ଶନ ଦେଉଛି। ତୁମେ ମୋତେ ଦେଖ। ମୁଁ କ'ଣ ତୁମକୁ ଚାହିଁନି ସନ୍ତାନ? ତୁମେ ମୋ ଆଖିକୁ ଅନେଇକି କୁହ, ତୁମେ ନିଜେ ଜାଣିପାରିବ। ମୁଁ ତୁମକୁ ଦେଖୁଛି। ମୋ ସନ୍ତାନମାନଙ୍କୁ ମୁଁ ବହୁତ ଭଲ ପାଏ। ମୋ ସନ୍ତାନମାନଙ୍କ ଆଖିରେ ଲୁହ ମୁଁ କେବେ ଦେଖିପାରିବିନି, କିନ୍ତୁ ସେମାନଙ୍କ କର୍ମର ଫଳ ତ ତାଙ୍କୁ ଭୋଗ କରିବାକୁ ପଡ଼ିବ ସନ୍ତାନ। କିଛି ଦିନ ତୁମେ ସହିଯାଅ। ଯିଏ ସହିଥାଏ ନା, ତା ଜୀବନରେ ବହୁ ସୁଖ ଆସିଥାଏ। ଧୈର୍ଯ୍ୟ ହିଁ ମଣିଷକୁ ଶିଖେଇ ଦିଏ ଜୀବନର ପ୍ରକୃତ ମୂଲ୍ୟ କ'ଣ। ଯେଉଁଠି ଜୀବନରେ ସଂଘର୍ଷ ନାହିଁ, ସେଇଠି ଜୀବନର ମୂଲ୍ୟ କିଛି ବି ନଥାଏ ସନ୍ତାନ। ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ସମସ୍ତଙ୍କ ଜୀବନରେ ଆସିବ। ସେଥିଲାଗି ମନରେ କିଛି ଚିନ୍ତା କରନି। ତୁମେ ଅଳସୁଆ ତ୍ୟାଗ କର, ଆଉ ତୁମ କର୍ମରେ ଲାଗିପଡ଼। ମୁଁ ଅଛି, ମୁଁ ଦେଖୁଛି ସନ୍ତାନ। ମୋ ସନ୍ତାନମାନେ ମୋ ପାଇଁ କେତେ ପୂଜାପାଠ କରୁଛନ୍ତି। ମୋ ସନ୍ତାନମାନେ ମୋତେ ବହୁତ ଭଲ ପାଉଛନ୍ତି। ମୋ ପାଇଁ ବି ମୋ ସନ୍ତାନମାନେ ଚିନ୍ତା କରୁଛନ୍ତି। ବାବା ଆମକୁ କେତେ ଭଲ ପାଉଛନ୍ତି, ଆମ ଭଲ ମନ୍ଦରେ ସବୁଥିରେ ଆମକୁ ଉଦ୍ଧାର କରୁଛନ୍ତି। ମୋ ପାଇଁ ବି ତୁମେ ଈଶ୍ୱରଙ୍କୁ ଡାକୁଛ ବାବାଙ୍କର ମଙ୍ଗଳ ହେଉ ବୋଲି। ସନ୍ତାନ, ମୁଁ ବହୁତ ଖୁସି ମୋ ସନ୍ତାନମାନେ ମୋତେ ଏତେ ଭଲ ପାଉଛନ୍ତି। ସବୁବେଳେ ହସ ଖୁସିରେ ରୁହ। ମୁଁ